निमंत्रण करने निमंत्रण करते शाहजहां पाखे नहांती रवि भाई मु अवश्य बोर्ड नेटर थी प्रथम ठाकुर प्रार्थना करें कृष्ण रेगुलर हो पाना स्वास्थ्य दृष्टि अघोषित भाव में समस्त प्रतिनिधि पुणे ठाकुर निमंत्रण करके आनी पुणे पुणे पूरी सब दायित्व नहीं खुशी लगे पिला डे नाची नाची ठाकुर खाती मत चिड़े भाई कहते कर्मकर्ता भी कहते भाई भी कहते सम्मेलन कर मुझे ठाकुर करेंगे केन्द्र कर हाँ केन्द्र कर तुम कर विभाग मुख्य जो से भी करेंगे समस्ते विभाग मुख्य जो खंडर जो सेवक मान अच्छे सी भी करेंगे पुणी और जो भाई भाई मान रही विभिन्न संघ सी भी करेंगे आम कौन करमती स्वरसंघ क्लास किसी करेंगे सब से बेला सब पचार अर्जुन भीम महाभारत युद्ध जीते सी कहले ना देखी गोटे जी करने कथा जमाए गोटे चक्र उड़ूला ठाकुर समस्त रही कर समस्त बाहर कृतज्ञता जनाऊँगी जहाँ किसी त्रुटि तो अनेक अक्षम थी अभिज्ञता ना तेणु ठाकुर पाखे विभिन्न क्षमा प्रार्थना करुँच केन्द्र शरत भाई संजय समस्ते नरेश भाई बहुत साहय छिड़ा असंभव को संभव कर चेष्टा कर समस्त कर्मकर्ता विभिन्न संघर प्रमुख भाई भाई माँ बहुत सहयोग रही मासिका सेवा समस्त पाखे हाथ जोड़ी नम्र भाव में क्षमा भिक्षा करुँची निजे गुण आम त्रुटि क्षमा देवे आ जहाँ किसी आम समस्ते प्रकाश कर ठाकुर समस्त भितर से आनंद प्रदान कर ठाकुर कृतज्ञता जनाऊँ जय क्षमा दिंतु समस्त भक्त भाई मैंने जो मैंने मासिक सेवा आसते अनेक असुविधार सम्मुखीन होती बहुत जिन विरोध नजर को आसी तथापि आम बहुत जिन करक्षम हो स्वर संघ तरफ आपण क्षमा प्रार्थना करुँचे गुण मत आमको क्षमा करें विश्वास किंतु प्रकृति परिस्थिति एमती आसला प्रति मुहूर्त अनुभव करूँ सतर्क सम्मेलन कर सेदिन था 2023 मसीहा मे 12 तारीख ठाकुर पाखे प्रधान कोटिर अनुमति नहीं फेरला बेले 16 ठार 17 किलोमीटर दूर आम दुर्घटनार सम्मुखीन हलु पाखे थे सभापति जयंत भाई दास भाई चैतन्य भाई अमर भाई तीन जन चेतनाशून्य हो पड़ते जाने केमी भाव में ठाकुर से शक्ति देते मत ठीक ठीक समय
ହସ୍ପିଟାଲାଇଜ୍ କରାଯାଇନଥିଲେ। ସେଦିନ ଥିଲା ଶୁକ୍ରବାର। ରବିବାର ମୁଁ ଆଜ୍ଞା କଟକ ଯାଇ ବାସୁଭାଇଙ୍କୁ ଦେଖା କରିବାକୁ ଯାଇଥିଲି। କେବଳ ଶବ୍ଦ କେତେବେଳେ ତାଙ୍କ ପାଟିରୁ ବାହାରିଲା ଯେ ଠାକୁରଙ୍କ କାମ ଆରମ୍ଭ କଲେ। ତାଙ୍କର ରବିବାରରେ ଆମ ସଭାପତି ଜିଲ୍ଲା ସେନା ସଭାପତି କୃଷ୍ଣଙ୍କୁ ଡାକିକି ଆମେ ପୁଣି ପୂଜା ଆରମ୍ଭ କରିଥିଲୁ। ଷ୍ଟେସନ କାମ ଆରମ୍ଭ ହେଲା। ସବୁବେଳେ ମୁଁ ପରିଚାଳକଙ୍କର ପରାମର୍ଶ ନେଉଥାଏ। ସେପ୍ଟେମ୍ବର 22 ତାରିଖ ଯେତେବେଳେ ଆମ ଘର ଛାତ ପଡ଼ୁଥିଲା, ପ୍ରାୟ 45 ମିନିଟ୍ ଧରି ଅନବରତ ବୃଷ୍ଟି ଶୁଣୁଥିଲା ଏକାଦଶୀ। ଆଖିରୁ ଲୁହ ବହୁଥିଲା, ଆକାଶରୁ ପାଣି ବହୁଥିଲା। କି ପରୀକ୍ଷା ଥିଲା, କିନ୍ତୁ କାମ ସରିଥିଲା। ତାପରେ ଯେଉଁ ମିସ୍ତ୍ରୀମାନେ କାମ କରୁଥିଲେ ଆମ ସାଙ୍ଗରେ, ସେମାନଙ୍କର ଜଣଙ୍କର ଗୋଡ଼ କଟିଗଲା, ଜଣେ ଦୁର୍ଘଟଣାଗ୍ରସ୍ତ ହୋଇଗଲେ। ଏମିତି ବାରମ୍ବାର ଆମ ପାଖରେ ବିଘ୍ନ ଆସୁଥିଲା। ତାପରେ ଏ ଅନୁମତି ଅନୁମତି ପାଇଁ ବାରମ୍ବାର ଲୋକ ବାଲେଶ୍ୱର ଯିବାକୁ ପଡ଼ିଥିଲା। ଗୋଟିଏ ଦିନ 12ଟାରୁ ରାତି 8ଟା ଯାଏ ମୁଁ ଅପେକ୍ଷା କରିଛି ଯେ ପ୍ରଶାସନକୁ ଦେଖା କରିବା ପାଇଁ, କଲେକ୍ଟର ଦେଖା କରିବା ପାଇଁ। ଦେଖା ହେଲା, ସେ ମଧ୍ୟ କଥା ଦେଲେ ଯେ ଆସିବେ ବୋଲି। କିନ୍ତୁ ଏମିତି ମୋତେ ତିକ୍ତତା ଲାଗୁଥିଲା, କହିବାକୁ ଖରାପ ଲାଗୁଛି। ଭାବିଲି ମୋର ଦୁର୍ଘଟଣା ହେଲା ଦେଖି ଏତେ କଷ୍ଟ ସହି ହେଉନି। ବାରମ୍ବାର ଆମ ପାଖରେ ବିଘ୍ନ ଆସି ପହଞ୍ଚୁଥିଲା ଓ ସେ ପରମ କରୁଣା ଆମ ଠାକୁରଙ୍କ ପାଖରେ କେବଳ ଆଖିର ଲୁହ ଗଳୁଥିଲି। ଶକ୍ତି ଦିଅ ପ୍ରଭୁ, ତମରି କାମ ତମେ ଘରେ ନିଅ। ତାପରେ ବାତ୍ୟାରେ যে ବାତ୍ୟା ଆସିଲା, ଉପର ଘର ତିଆରି କରିଥିଲୁ ଭାଙ୍ଗିଗଲା। ନାନା ପ୍ରତିଘାତ ବିଘ୍ନ ଭିତରେ ଆମେ କାମ କରୁଥିଲୁ। এই ଜାଗାରେ ଯେଉଁ ଜାଗାରେ ଆପଣମାନେ ଆଜି ବସିଛନ୍ତି, ଆଠାରୁ ଉର୍ଦ୍ଧ ପାଣି ଥିଲା। ଆଉ ତ ଟିକେ ଆଗରେ ଯଦି ପାର୍କିଂ ହେଉଛି, ଅଣ୍ଟାଏ ପାଣି। କେମିତି ପାଣି ଡିୱାଟରିଂ କରିବୁ ଚେଷ୍ଟା କରିଥିଲୁ। ପ୍ରଥମ ସମୟ ମିଟିଂ ବୈଠକ ବେଳେ ସମସ୍ତେ ଯେଉଁ କମିଟିଟା ଆସିଥିଲେ ଜାଗାକୁ ପରିଦର୍ଶନ କରିବା ପାଇଁ, ଆମ ରବିପଣ୍ଡା ଭାଇ ମୋତେ କହିଲେ, ଭାଇ ଅନ୍ୟ ଜାଗା ଦେଖନ୍ତୁ, ଏଠି ସମୟ ନେଇପାରିବ। ମୁଁ ହାତ ଧରି ତାଙ୍କୁ କହିଥିଲି, ଭାଇ ସେଇ କଥା ଛାଡ଼ି ଆମେ ଯାହା କହୁ, କେମିତି କ'ଣ କରିବେ ଆମକୁ ଆଡ଼ଭାଇସ୍ କରନ୍ତୁ, ସେ କଥା କୁହନ୍ତୁ ନାହିଁ। ତାପରେ ତ ଯୁବ ଭାଇ ଆସିଥିଲେ, ଏଠି ଜନ୍ମଦିନ ହେଇପାରିବନି, ଆପଣ ଚିନ୍ତା କରନ୍ତୁ। ସେ ଭାଇଙ୍କୁ ମଧ୍ୟ କହିଲେ, ଯେଉଁ ଜାଗାରେ ଆଜି ଆପଣମାନେ ବସିଛନ୍ତି କେବଳ ତାଙ୍କରି କରୁଣା। କରୁଣା ହେଲେ ଶୁଖିଲା ଭିତରେ ମଧ୍ୟ ପଦୁଆ ଫୁଟେ ଆମେ ପ୍ରାର୍ଥନା କରୁ। କେବଳ ତାଙ୍କରି କରୁଣା ଆଜି ଆମେ ସ୍ୱରରେ এই ସମୟ କରିବା ପାଇଁ ସମର୍ଥ ହେଇପାରୁଛୁ। ଯେ ସ୍ୱପ୍ନରେ ଭାବି ନଥିଲୁ এই ଜାଗାରେ ସମୟ ହେଇପାରିବ। ମାନେ ପ୍ରଶାସନର ସାମାନ୍ୟ ଦିନ କୋଅପରେସନ୍ ଆଗ୍ରହ ନଥିଲା, କିନ୍ତୁ ଏମିତି ସମୟ ଆସିଲା ଯେ ଶେଷ ମୁହୂର୍ତ୍ତରେ ଆମେ ପରମିଶନ ପାଇଁ ସ୍ୱାମୀ ପରମିଶନରେ ଭାଇ ପଚାରୁଛନ୍ତି ଯେ ପରମିଶନ ଆସିଲା କି? ମୁଁ ଆସିଯିବ ଭାଇ। ରାତି 11ଟାରେ ଆମେ ପରମିଶନ ପାଇଲୁ ଯେ ସ୍ୱାମୀ ପାଇଁ। ତ ସବୁ ସେ କରୁଣା ମହିଙ୍କର ଇଚ୍ଛା, ସେହି କୃପା କଲେ এই ସମୟରେ ଆଜି ଆମେ ସମୟ କରିପାରିଛୁ। କିନ୍ତୁ ଚେଷ୍ଟା କରୁଛୁ ଭକ୍ତ ଭାଇ ମାମାନଙ୍କୁ ଟିକେ ସୁଖ ସୁବିଧାରେ ଆମେ ରଖିପାରିବୁ। ଆମେ ଆପଣ ଚେଷ୍ଟା କରୁଛୁ, କିନ୍ତୁ ଅନେକ ଅମଳାନ
ହେଇଛି ଜ୍ଞାତରେ ବା ଅଜ୍ଞାତରେ ଅନେକ ଆମକୁ ଶୁଣିବାକୁ ମିଳିଛି ପଡ଼ିଛି ଯେ ଅସୁବିଧା କେମିତି ହେଇଛି ମାଆମାନଙ୍କର ସ୍ପେଶାଲି ମାଆମାନଙ୍କର ଯେଉଁ ଅସୁବିଧା ହେଇଛି ଆମେ ଅନୁଭବ କରିଛୁ ଚେଷ୍ଟା ମଧ୍ୟ କରିଛୁ କେମିତି ତାକୁ ଆମେ ସଂଶୋଧନ କରିପାରିବୁ କେତେ ଦୂର ସଫଳ ହେଇଛୁ ସେଇଟା ଆପଣମାନେ ଜାଣିଛନ୍ତି ତଥାପି ଆମର ଭୁଲ ହେଇଛି ଯେଉଁ ଦାୟିତ୍ୱ ମୋତେ ଦେଇଥିଲେ ଭାଇ ଠାକୁରଙ୍କ ଇଚ୍ଛାରେ ସେ ଦାୟିତ୍ୱକୁ ତୋଳିବା ପାଇଁ ମୁଁ ଆପ୍ରାଣ ଚେଷ୍ଟା କରିଛି ହୁଏତ ଗୋଟେ ଗୋଟେ ଦିନରେ ମୁଁ 2 ଘଣ୍ଟାରେ ଶୋଇନଥାଏ ରାତିରେ ଯେତେବେଳେ ମୋତେ ନିଦ ଭାଙ୍ଗେ ମୋତେ ଯେତେବେଳେ ଦେଖାଯାଏ କି କାଲି କେମିତି କାମଟା ହେବ ଯାହା ହଉ ଆମେ ପହଞ୍ଚିଛୁ ସେ ଜାଗାରେ ଯେଉଁ ଜାଗାରେ ଠାକୁର ନିଜେ ସ୍ୱୟଂ ଉପସ୍ଥିତ ଆମକୁ ଶକ୍ତି ଦେଇଛନ୍ତି ପ୍ରେରଣା ଦେଇଛନ୍ତି ଆପଣମାନଙ୍କର ସେବା କରିବାର ସୁଯୋଗ ଦେଇଛନ୍ତି ଆମେ ସେ ସେବାରେ କେତେ ଦୂର ସଫଳ ହେଇଛୁ ତାହାର ଆପଣମାନେ ଦେବେ ତଥାପି ଯେଉଁ ଭୁଲ ହେଇଛି ସେଥିପାଇଁ ମୋ ଶ୍ରୀ ଠାକୁରଙ୍କ ପାଖରେ ମହାରାଜଙ୍କ ନିକଟରେ ଏବଂ ଆପଣମାନଙ୍କ ପାଖରେ ବିନୀତ ପ୍ରାର୍ଥନା କରୁଛି ଆମ ଅକ୍ଷମତା ଆମ ଦୋଷ ଆମ ତ୍ରୁଟିକୁ ଆପଣମାନେ ଉଦାର ଚିତ୍ତରେ କ୍ଷମା ଦେବେ ଜୟ 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 ଜୟ